ଏନକାଉଣ୍ଟର କ'ଣ କହୁଛନ୍ତି? ଆମର ସେ ଗୋଟେ ଇଣ୍ଟରେଷ୍ଟେଡ୍ ଡକାୟତ ଟିମ୍ ଥିଲେ ସେ ଯେଉଁମାନେ କି ଝାଡ଼ଖଣ୍ଡରେ ଓଡ଼ିଶା ଛତିଶଗଡ଼ରେ ସେମାନେ ଯେଉଁମାନେ କୁଖ୍ୟାତ ଅପରାଧୀ କୁହାଯିବ ସେମାନେ ଡକାୟତ ରବରୀ ମର୍ଡର ସବୁ କରିଛନ୍ତି ତାଙ୍କର ବିଭିନ୍ନ ଦଫା ସଙ୍ଗୀନ ମାମଲା ଅଛି। ସେମାନେ ବିଭିନ୍ନ ଆମର ବଣେଇ ସବ୍ ଡିଭିଜନରେ ଗତ ମାସେ ଭିତରେ ସେମାନେ 5ଟା ଡକାୟତି କରିଛନ୍ତି। ମାନେ ଟ୍ରାନ୍ସପୋର୍ଟିଂ ଅଫିସ୍ ଘରେ ବସି ବନ୍ଧୁକ ଲୁଟପାଟ କରିଛନ୍ତି। କାଲି ବି ସେମାନଙ୍କ ଯୋଜନା ଥିଲା କରିବା ପାଇଁ। ସେମାନେ ଗୋଟେ 2 ଦଳ ହେଇ ବୁଲୁଥିଲେ ଆସିକି ଗୋଟେ ଚକ୍କର କାଟୁଥିଲେ ଆମ ସବ୍ ଡିଭିଜନରେ। ତେଣୁ ତାକୁ ଯାହା ଆମେ ରିଲାଏବଲ୍ ସୋର୍ସରୁ ଖବର ପାଇ ଆମର 2ଟା ଟିମ୍ ଗଠନ କରି ତାଙ୍କୁ ଚେଜ୍ କରିଥିଲୁ। ସେମାନେ ପୋଲିସର ଚେଜ୍ ଆଉ ପୋଲିସ ରେସ୍ପଣ୍ଡ କରିନଥିଲେ। ପୋଲିସ ସିଗ୍ନାଲ ଦେଇଥିଲା ଅଟକେଇଥିଲା ସେମାନେ ଶୁଣିନଥିଲେ ଯାହାଦ୍ୱାରା ସେମାନେ ପୋଲିସ ଉପରୁ ଫାୟାର କରିଥିଲେ। ତାକୁ ସେଲ୍ଫ ଡିଫେନ୍ସରେ ପୋଲିସ ବି ତାଙ୍କ ଉପରକୁ ଏସଏଚଓ ଫାୟାର କରିଥିଲା। ଆମର ସେ ତାଙ୍କଠୁ ଗୋଟେ ୟୁଜ୍ ସ୍କର୍ପିଓ ପ୍ଲସ୍ ବାଇକ୍ 2ଟା ଇଏ ପ୍ଲସ୍ ପିସ୍ତଲ 3ଟା ଜବତ କରାଯାଇଛି। କ୍ୟାସ୍ ବି ରିକଭରି କରାଯାଇଛି। ତ କେମିତି ତାକୁ ମାନେ ଟ୍ରାକ୍ କରାଇ କେଉଁ ଜାଗାରେ ଅପରେସନ୍ ହେଲା କେତେ ଜଣ ଆମର ଗୋଟେ ଲକ୍ଷ୍ମୀପଡ଼ା ଥାନା ଏରିଆରେ ଯେଉଁ ଟିମ୍ ଆସୁଥିଲା କେବଳ ଆମଠୁ ଚେଜ୍ କରିକି ସେ ଲକ୍ଷ୍ମୀପଡ଼ା ଥାନାର ଗୋଟେ ଲମ୍ସି ଜାଗାରେ ଗୋଟେ ହେଇଛି। ଆଉ ଗୋଟେ ଆମର ବଣେଇ ସବ୍ ଡିଭିଜନର ଚାନ୍ଦିପୋଷ ଥାନା ଅଣ୍ଡରରେ ଗୋଟେ କୁଚିତା ଜାଗାରେ ଗୋଟେ ହେଇଛି। କେତେ ଜଣ ବର୍ତ୍ତମାନ? 3 ଜଣ। 3 ଜଣ ସେମାନେ ଝାଡ଼ଖଣ୍ଡର ନା ଓଡ଼ିଶାର ବୋଲି? ଝାଡ଼ଖଣ୍ଡ 2 ଜଣ ଓଡ଼ିଶା ଜଣ ଅଛନ୍ତି।